ଦଳର ଦୁର୍ଭାଗ୍ୟ ଯେ ସେ ମାନେ କିଛି ବନ୍ଧୁ ଛାଡ଼ିକି ଚାଲିଗଲେ। ଦଳ ପ୍ରତି ନିଷ୍ଠାର ଘୋର ଅଭାବ। ଦଳ ପ୍ରତି ଆନୁଗତ୍ୟ ନଥାଇକି ଯଦି ଆମେ ଲୋକ ବାଛିବା ଦଳୀୟ ନିର୍ଦ୍ଦେଶ ବା ଅନୁରୋଧକୁ ଉପେକ୍ଷା କରି 2 ଜଣ ରାଜ୍ୟସଭା ଏମ୍ପି ବା କେବେଠୁ ଚାଲିଗଲେଣି, ରିଜାଇନ୍ ଦେଲେ ଏବଂ ତାପରେ ଦଳ ଛାଡ଼ି ତାଙ୍କୁ ୟୁପିଏ ପଠାଏ। ଆଜ୍ଞା ଇଏ ଦୁର୍ଭାଗ୍ୟଟି କ'ଣ ଯେ ପ୍ରଥମ ସେଇଟା ଯେ ଦଳ ପ୍ରତି ନିଷ୍ଠା ଆନୁଗତ୍ୟ କମିଯାଉଛି। ଆଉ ଏଇଟା ଏଇଠି ଯେ ନ୍ୟାସନାଲ ଫେନୋମେନନ୍, ଏଇଟା ନୁହଁ ଯେ ଓଡ଼ିଶାରେ ହେଇଛି, ଅନ୍ୟ ରାଜ୍ୟରେ ମଧ୍ୟ ହେଇଥିବାର ଆପଣ କରିପାରନ୍ତି। ସରକାରୀ ଦଳ ଏହାର ଆଡଭାଣ୍ଟେଜ ନିଏ, ନେଇଛି। ଏମାନେ କାଲି ସକାଳେ ବିରୋଧୀ ଦଳକୁ ଯିବେ, ଇଏ ବି କରିଦେବେ। ଆପଣ ଅପେକ୍ଷା କରନ୍ତୁ ଦେଖିବେ। ନିର୍ବାଚିତ ହେଲା ପରେ ଦଳ ବିରୁଦ୍ଧରେ ଭୋଟ ଦେଲେ, ଏକଗରିକିଆ ହେଇକି ବସିଲେ, ଏଇଟା ନିଶ୍ଚିତ ଆମ ଦଳକୁ ପ୍ରଭାବିତ କରିବନି କାହିଁକି? ଯଦି କିଏ କହୁଛି ପଡ଼ିବ ନାହିଁ, ଠିକ୍, ମୁଁ ସେଥିରେ ଏକମତ। ପଡ଼ିବ, କିନ୍ତୁ ତାକୁ ମୁକାବିଲା କରିବା ପାଇଁ ମଧ୍ୟ ଦଳର ନିଜର ରଣନୀତି ପ୍ରସ୍ତୁତ କରୁଛି। ସେଟା ସାଧାରଣ ଭାଷଣରେ କୁହାଯାଏନି, ଆଭ୍ୟନ୍ତରୀଣ କଥା ସେଟା। ନିଶ୍ଚୟ ନିଶ୍ଚୟ, ଇଏ ତ ସ୍ୱଳ୍ପାୟୁ ଦଳ ନୁହେଁ, ଇଏ ଦୀର୍ଘାୟୁ। ତେଣୁ ଆର ଦୀର୍ଘମିଆଦୀ ଯୋଜନା ଅଛି। ମଝିରେ ମଝିରେ ଠୁକର ଖାଇଲେ, କ୍ଷତି ସହିଲେ, କ୍ଷତିର ଭରଣା କରିବା ପାଇଁ ଯୋଜନା କରିବାକୁ ପଡ଼ିବ। ଯୋଜନା ଚାଲିଛି, କରାଯିବ। କେତେ ଦୂର ସଫଳ ହେବ ସମୟ କହିବ, କିନ୍ତୁ ଆମେ ଆଶାବାଦୀ ଯେ ଯେଉଁମାନେ ଦଳର ମାନେ ସ୍ୱୀକୃତ ନୁହଁ, ମାନେ ଦଳ ଠାରୁ ଉପକୃତ ହୋଇ ନିର୍ବାଚିତ ହୋଇ ଦଳ ବିରୁଦ୍ଧରେ ଯାଇଛନ୍ତି, ସେମାନେ ଭବିଷ୍ୟତରେ ଅନୁତାପ କରିବେ, ପରିଣତି ଭୋଗିବେ।